ସତରେ ଆଜିର ମଣିଷ ସମାଜ ସଦାସର୍ବଦା ଅନ୍ୟ ଉପରେ ନିର୍ଭର କରି ପର ଉପରେ ଭରସା କରି କେବଳ ନିଜେ ଡାକି ଆଣୁଛି ରୋଗ ବ୍ୟାଧି ଜରା ରାଗ କ୍ରୋଧ ହିଂସାକୁ ସେ ଡାକିକି ଆଣୁଛି। ଏଇଥିପାଇଁ ସେ ଆଣୁଛି ଯେ ନିଜେ ନିଜକୁ ବୁଝିପାରୁନାହିଁ, ସବୁବେଳେ ଅନ୍ୟର ଭରସା କରିଛି। କିନ୍ତୁ ଗୋଟେ ଛୋଟିଆ କଥାଟେ ଆମେ ବୁଝିବା, ମୋ ମୁହଁରେ ଇଏ ଛୋଟ ଏତେ ବଡ଼ କଥା ଶୋଭା ପାଉନାହିଁ, ତଥାପି ମୁଁ କହିବାକୁ ବାଧ୍ୟ ହେଉଛି। ଗୋଟେ ଠେକା ପଚାରୁଛି ବେକାରେ, ତୁ କେଉଁ ମଣିଷକୁ ନେଖାରେ। ତେଣୁ ଯିଏ ଠେକା ସେଇ ହେଉଛି ଠେକି। ଠେକା ବେକି ଭିତରେ ତଫାତ ହେଉଛି ଏଇଆ, ଠେକାର ମୁହଁଟା ଟିକେ ଅଧିକା ଆଉ ଠେକିର ମୁହଁଟା ହେଉଛି ଟିକେ ଛୋଟିଆ। ତେଣୁ ଠେକା ଠେକି ଭିତରେ ପ୍ରଭେଦ ହେଉଛି ଏଇଆ। ତେଣୁ ମୁଁ ବୁଝିପାରୁନି ଯେ ମଣିଷ କାହିଁକି ଏମିତି ନିଜକୁ ନ ଜାଣିକି ଅନ୍ୟକୁ ଭରସା କରୁଛି। ସବୁବେଳେ ଯେମିତି ସରକାର କିଏ କେତେ ମାଗଣା ଆମକୁ ଦେଇପାରିବ, ଆମେ ସେଇଆକୁ ସରକାର କରିବା। ଭାବୁଛନ୍ତି ଲୋକ କିଏ କେତେ ଆମକୁ ମାଗଣା ଦେଇପାରିବ। ସେ ଅନ୍ତର୍ଦୟ ଯୋଜନା, BPL ଚାଉଳ, କୃଷକ ଯୋଜନା, ତେଣୁ ଏମିତି ନାରୀ ଯୋଜନା, ପୁରୁଷ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ଯୁବକ ଭତ୍ତା, କଳାକାର ଭତ୍ତା, ଏମିତି କିଏ କେତେ ଖାଲି ଆମକୁ ଦେଇପାରିବ, ସେଇ ତାରି ଉପରେ ଏମାନେ ସବୁ ନିର୍ଭର କରୁଛନ୍ତି। କିନ୍ତୁ ହେଲେ ଯିଏ ଯେତେ ଅନ୍ୟକୁ ଭରସା କରିଛି ନା, ସେତେ ନିଜେ ଦୁର୍ବଳ ହେଇଯାଇଛି। ସେଥିପାଇଁ ସଦାସର୍ବଦା ମଣିଷ ଟିକିଏ କାହାକୁ ଯଦି ପଚାରିଦେବ, ଭାଇ କ'ଣ କରୁଛୁ, କେମିତି ଅଛୁ, ନା ସେ ଉପରବାଲା ଆମକୁ ଯାହା ରଖିଛି ଆଉ। ଭାଇ ତୁ ଭଲରେ ଅଛୁ ତ? କହିଲା ଭଲରେ କ'ଣ ରହିମି, ଆଉ ସେ ଭଗବାନଙ୍କ ଇଚ୍ଛାରୁ ଟିକେ ଭଲରେ ଅଛି ଆଉ। ଆରେ ଏଠି ଭଗବାନଙ୍କ ଇଚ୍ଛା କେଉଁଠୁ ଆଇଲା? ଠାକୁରଙ୍କ ଇଚ୍ଛା କେଉଁଠୁ ଆଇଲା? ତେଣୁ ବୁଝିବା ଦରକାର। ଠାକୁର ଶବ୍ଦ ଆମେ କହୁଛନ୍ତି ପ୍ରତି ମୁହୂର୍ତ୍ତରେ, ଇଏ ଠାକୁର ଶବ୍ଦର ଅର୍ଥ କ'ଣ? ଠାକୁ ଯିଏ ଅଛି ସିଏ ଠାକୁର। ଠା ମାନେ ସ୍ଥିର ହେଇକି ଯିଏ ଅଛି, ସ୍ଥିର ହେଇକି ଗୋଟେ ଜାଗାରେ ଯିଏ ଅଛି ତାକୁ ଠାକୁର କୁହାଯାଏ। ତେଣୁ ସ୍ଥିର ହେଇକି ପ୍ରତ୍ୟେକଙ୍କ ଭିତରେ ପ୍ରତ୍ୟେକଙ୍କ ଠାକୁର ନିଜ ଭିତରେ କି ଅଛି। ଏ କଥାଟା ମୁଁ କହୁନି, ବେଦ, ବେଦାନ୍ତ, ଉପନିଷଦ, ଗୀତା, ଭାଗବତ ଶେଷରେ ବର୍ଣ୍ଣବୁଦ୍ଧ ବି କହୁଛି ଏଇ କଥା ଯେ ମୁଁ ଠାକୁ ଅଛି। ତେଣୁ କରି କରାଏ ସର୍ବେ ମୁହିଁ ମୋ ବିନୁ ଅନ୍ୟ କେହି ନାହିଁ। ଯଦି ମୋ ଭିତରେ ଶତ୍ରୁ ତିଆରି କରିଛି ମୁଇଁ କରିଛି, ଯଦି ମିତ୍ର ବନେଇଲା ବାଲା ମୁଁ, ନିଜକୁ ରୋଗଣା କରିଲା ବାଲା ହେଉଛି ମୁଁ, ନିଜକୁ ଧନୀ କରିଲା ବାଲା ମୁଁ, ନିଜକୁ ଗରିବ ବନେଇଲା ବାଲା ହେଉଛି ମୁଁ। ତେଣୁ ଏକଥା ବୁଝିବା ଦରକାର ଯେ ପ୍ରକୃତର ଠାକୁର ଶବ୍ଦର ଅର୍ଥ ହେଉଛି ଠାକୁ ଯିଏ ଅଛି। ଠାକୁ କିଏ ଅଛି? ପ୍ରତ୍ୟେକଙ୍କ ଶରୀର ଭିତରେ ଆତ୍ମା ଅଛି। ଆତ୍ମା ଯଦି ଶରୀର ଭିତରେ ନଥାନ୍ତା, ଇଏ ଘର ଦ୍ୱାର ଗଛପତ୍ର ଡାଳ ଚେର ରାସ୍ତାଘାଟ ମନ୍ଦିର ମସଜିଦ କିଏ ବନେଇଥାନ୍ତା? କେବଳ ଇଏ ପ୍ରତ୍ୟେକ ମଣିଷ ଭିତରେ ଆତ୍ମା ଥିବାରୁ ଇଏ ସଂସାର ତିଆରି ହେଇଛି। ହୁଏତ ଆପଣମାନେ ସ୍ୱତନ୍ତ୍ର ବିଚାର କରିକି ଦେଖନ୍ତୁ, ଇଏ ସାରା ସଂସାରରେ ଯେତେ ଯାହା ସବୁ ହେଇଛି, ଯେତେ ଗାଡ଼ି କୁହନ୍ତୁ, ମୋଟର ସାଇକେଲ ଠାରୁ ଆରମ୍ଭ କରିକି ଟ୍ରେନ, ଉଡ଼ାଜାହାଜ, ବୁଡ଼ାଜାହାଜ, ଆକାଶ ପଥ, ସ୍ଥଳ ପଥରେ ଚାଲୁଥିବା ଯାନ, ଇଏ ସବୁର ମାଲିକ ବା ରଚନା କରନେ ବାଲା ପ୍ରତ୍ୟେକଙ୍କ ଭିତରେ ସେ ଅଛି କି ନାହିଁ? ଏଇ ମଣିଷମାନଙ୍କ ଭିତରେ ଡାକ୍ତର ଅଛନ୍ତି,
ଏଇ ମଣିଷମାନଙ୍କ ଭିତରେ ଇଞ୍ଜିନିୟର ଅଛନ୍ତି, ଏଇ ମଣିଷମାନଙ୍କ ଭିତରେ ସାଇଣ୍ଟିଷ୍ଟ ଅଛନ୍ତି, ଯାହା ପ୍ରତ୍ୟେକଙ୍କ ଭିତରେ ଥିବା ଆତ୍ମଶକ୍ତି ଦ୍ୱାରା ଇଏ ସଂସାରର ସବୁକିଛି ବନେଇଲା ବାଲା ହେଇଛି। ତେଣୁ ଯାହା ତୁ ଦେଖୁଛୁ ନୟନେ ଇଏ ସବୁ କରିନେ ବାଲା କେବଳ ମଣିଷ ଭିତର ଶକ୍ତି ହିଁ ତିଆରି କରିଛି, ଆଉ ଅଲଗା କେଉଁଠି କିଛି ନାହିଁ। ତେଣୁ ବଣ ଜଙ୍ଗଲ ପାହାଡ଼ ପର୍ବତ ଆଦି ସବୁ ମଣିଷ କାଟିକି ଧ୍ୱଂସ କରିଦେଉଛି। ଦାନ ଖଇରାତ ମଣିଷକୁ ଦେଇକରି ଆଜି କୁଢ଼ିଆ ବନେଇ ଦେଇଛି। ତେଣୁ ଏକଥା ମଧ୍ୟ କେହି ଥରେ ବୁଝିପାରିଲାନି, କେହି ସରକାର, କେହି ଜଣେ ଭଲ ମାନବ ବାହାରିଲେନି। ଆମେ ମାଗଣା ଲୋକମାନଙ୍କୁ ଦେବା ଦ୍ୱାରା ଇଏ ମଣିଷ ସମାଜ ଆଜି ନଷ୍ଟ ହେବାକୁ ଯାଉଛି। ଯେଉଁଥିପାଇଁ କି ସବୁବେଳେ ପର ଉପରେ ଭରସା କରିଛନ୍ତି। ପ୍ରକୃତ ଠାକୁର ଯେ ନିଜେ ଏକଥା ନିଜେ ସେ ବୁଝିପାରୁନାହାନ୍ତି, ଖାଲି ମିଛରେ କହୁଛନ୍ତି ସେ ଗଛରେ ଅଛି, ପତ୍ରରେ ଅଛି, ମନ୍ଦିର ଭିତରେ ଅଛି, ପାହାଡ଼ ଭିତରେ ଅଛି, ପର୍ବତରେ ଅଛି। ଆରେ ଗୀତା ତ କହିଲା ମୁଁ ଆକାଶରେ ନାହିଁ, ମୁଁ ଅଗ୍ନିରେ ନାହିଁ, ମୁଁ ଜଳରେ ନାହିଁ, ମୁଁ ପବନରେ ନାହିଁ, ମୁଁ ପାଣିରେ ନାହିଁ କି ମାଟିରେ ବି ନାହିଁ, ମୁଁ ଅଛି ସମସ୍ତଙ୍କ ହୃଦକନ୍ଦର ଭିତରେ। ଏ ଅଜ୍ଞାନୀ ସମାଜ ବୁଝିଲା କ'ଣ? ବାହାରେ କେଉଁଠି ଶୂନ୍ୟ ଭିତରେ ଭଗବାନ ଅଛନ୍ତି। ଏକଥା କେହି ଜଣେ ବି କହୁନି। ଅନେକ ଜଟା ଦାଢ଼ି ଛାଡ଼ିଥିବା, ବଡ଼ ବଡ଼ ମନ୍ଦିର ବନେଇକି ରହିଥିବା, ବଡ଼ ବଡ଼ ଠାକୁର ପୂଜା କରୁଥିବା, ବଡ଼ ବଡ଼ ଭାଷଣ ମାରୁଥିବା ଲୋକମାନେ ହିଁ କହୁଛନ୍ତି ଯେ ସବୁ ସେ ଉପରବାଲା ଅଛି। ତେଣୁ ଆଜିଠୁ ପୃଥିବୀ କେବେଠୁ ତିଆରି ହେଲାଣି, କାହିଁ ତ କେଣେ କେଉଁଠି କେତେବେଳେ କେହି ତ ଦେଖିନେଇ କେଉଁଠି ଗୋଟେ ଉପରବାଲା ଅଛି। ମଣିଷର ସାଇନ୍ସ ଜ୍ଞାନ ଯାଇକି ସୂର୍ଯ୍ୟଲୋକକୁ ଗଲାଣି, ଚନ୍ଦ୍ରଲୋକ ପାରେଇ ଯାଇଛି, ହେଲେ କେଉଁଠି ଉପରବାଲା ଅଛି, କ'ଣ ହେଠି ହେଉଛି, କେଉଁଠି ସୂତା ଧରିକି ସମସ୍ତଙ୍କୁ ନଚଉଛି, ଏକଥା ତ କେହି ଦେଖି ନାହିଁ। ତେଣୁ ପ୍ରିୟ ଆତ୍ମୀୟ ସ୍ୱଜନ, ଯଦି ନିରୋଗ ସୁସ୍ଥ ରହିବାକୁ ଚାହାନ୍ତି ତାହେଲେ ନିଜେ ଯୋଗ କ୍ରିୟା କରନ୍ତୁ। ନିଜକୁ ଯୋଗ କ୍ରିୟା ଦ୍ୱାରା ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧିକୁ ନିଜେ ଆପଣେଇ ତାକୁ କାର୍ଯ୍ୟରେ ଲଗେଇ ନିଜେ ନିରୋଗ ସୁସ୍ଥ ରୁହନ୍ତୁ, ଆଉ ସମସ୍ତ ଦୁର୍ବିପାକରୁ ମୁକ୍ତି ପାଆନ୍ତୁ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।